ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପକୁ ନେଇ ଆସିଲା ବଡ଼ ସୂଚନା। ଭୀଷଣ ରୂପ ନେଇଛି ଲଘୁଚାପ। ସାରା ରାଜ୍ୟ ପାଇଁ ପ୍ରବଳ ବର୍ଷାର ଚେତାବନୀ ଦେଲା ପାଣିପାଗ କେନ୍ଦ୍ର। ଆଜି 16 ଜିଲ୍ଲାରେ ପ୍ରବଳ ବର୍ଷିବ। ଉପକୂଳ ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। 24 ଘଣ୍ଟା ପାଇଁ 16 ଜିଲ୍ଲାରେ ପ୍ରବଳ ବର୍ଷା ରହିବ। 7ରୁ 11 ସେଣ୍ଟିମିଟର ମଧ୍ୟରେ ବର୍ଷାର ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏପଟେ ବଙ୍ଗୋପସାଗରରେ ଘନଉଛି ପୁଣି ଏକ ଲଘୁଚାପ। ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ଥିବାରୁ ଆଗକୁ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ। ତେବେ ନିଶ୍ଚୟ ଜାଣନ୍ତୁ କ'ଣ ରହିଛି ଆଜିର ପାଣିପାଗକୁ ନେଇ ବଡ଼ ଅପଡେଟ୍। ଏବେ ଲଘୁଚାପ କେଉଁଠି ରହିଛି, କେଉଁ ଆଡ଼କୁ ଗତି କରୁଛି ଏବଂ ଏହାର ପ୍ରଭାବରେ ଆଗାମୀ 48 ଘଣ୍ଟାରେ ରାଜ୍ୟର କେଉଁ ସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ, ସେ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର କଲ୍ ନୂଆ ରିପୋର୍ଟ ଜାରି କରିଛି। ଜାଣିବା ସହ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏବେ ହିଁ ସବସ୍କ୍ରାଇବ୍ କରି ଘଣ୍ଟି ବଟନକୁ ଦବାନ୍ତୁ। ସବୁ ସମୟରେ ପାଣିପାଗର ତାଜା ଅପଡେଟ୍ ପାଇପାରିବେ ଏବଂ ଆପଣମାନଙ୍କ ଅଞ୍ଚଳରେ ଆଜି ବର୍ଷା ହୋଇଛି କି ନାହିଁ ନିଶ୍ଚୟ କମେଣ୍ଟ ବକ୍ସରେ ଜଣାନ୍ତୁ। ଏବେ ଆଇଏମ୍ଡି ବା ଭାରତୀୟ ପାଣିପାଗ ବିଭାଗର 24 ଘଣ୍ଟିଆ ସୂଚନା ଅନୁସାରେ ଆଜି ରାଜ୍ୟର ଅନେକ ସ୍ଥାନରେ ଦେଖିବା ପାଇଁ ମିଳିବ ହାଲୁକାରୁ ମଧ୍ୟମ ଧରଣର ବର୍ଷା। କେତେକ ସ୍ଥାନରେ ପ୍ରବଳ ବର୍ଷା ରହିବ। ବିଶେଷ କରି ଉତ୍ତର ଓଡ଼ିଶା ସମେତ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଏବଂ ଓଡ଼ିଶା ତଥା ପଶ୍ଚିମ ଏବଂ ଗାଙ୍ଗେଟିକ୍ ଅଞ୍ଚଳରେ ସକ୍ରିୟ ଥିବା ନେଇ ପାଣିପାଗ କେନ୍ଦ୍ରରୁ ସୂଚନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଅତିକ୍ରମ କରିବ। ଓଡ଼ିଶାର ଝାରସୁଗୁଡ଼ା ଦେଇ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଆଡ଼କୁ ଗତି କରିବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଯାହାର ପ୍ରଭାବରେ ଆଗାମୀ 24 ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ରହିଛି। ଆଜି ରାତିରୁ ପ୍ରବଳ ବର୍ଷା ନେଇ ଉତ୍ତର ଓଡ଼ିଶାର କେଉଁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଏବଂ ଦକ୍ଷିଣ ଓଡ଼ିଶା ବିଶେଷ କରି କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ରହିବ। 24 ଘଣ୍ଟା ପାଇଁ ଏ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି ଏବଂ ଗୋଟେ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବା 7ରୁ 11 ସେଣ୍ଟିମିଟର ମଧ୍ୟରେ ବର୍ଷା ନେଇ ପାଣିପାଗ କେନ୍ଦ୍ରରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏପଟେ ଆସନ୍ତାକାଲି ବିଶେଷ କରି 27 ତାରିଖ ପାଇଁ ରାଜ୍ୟର ଅନେକ ସ୍ଥାନକୁ ଜାରି ହୋଇଛି ପ୍ରବଳ ବର୍ଷା। ଉତ୍ତର ଓଡ଼ିଶାର ବିଶେଷ କରି 6 ଜିଲ୍ଲାରେ ପ୍ରବଳ ବର୍ଷିବ। 27ରୁ 28 ତାରିଖ ମଧ୍ୟରେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେଉଁଝର, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ପାଣିପାଗ ବିଭାଗରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 7ରୁ 11 ସେଣ୍ଟିମିଟର ମଧ୍ୟରେ ବର୍ଷା ରହିବାର ସୂଚନା ଦିଆଯାଇଛି।